କୁଆଡ଼େ ଯାଇଥିଲ ବ ଔଷଧ ଖାଇବା ସମୟ ହେଇଗଲାଣି। ଯାଇଥିଲି ଟିକେ ଦୋକାନ ଆଡ଼େ ବୁଲି ବୁଲି ଆସୁଛି। ଆଉ କେତେ ଘରେ ବସିବି, ବସି ବସି ବୋର୍ ଲାଗୁଛି। ଜାଣିଲ କି 3 ଜଣ ଡ୍ରାଇଭର ଭାଇମାନେ ମୋତେ ଦେଖା କରିବାକୁ ଆସୁଥିଲେ। ସେ ଦୋକାନ ପାଖରେ ବସିକି ଆମ ଡ୍ରାଇଭର ମହାସଂଘ ବିଷୟରେ ଟିକେ କଥା ହେଉଥିଲୁ। ଆଉ ତମ ଷ୍ଟାଫ୍ ଦେଖିବାକୁ ଆସିଥିଲେ, କ'ଣ କହିଲେ? ଜାଣିଲ କି 10 ବର୍ଷ ହେଲା ଗାଁ ଛାଡ଼ିକି ଭୁବନେଶ୍ୱରରେ ଗାଡ଼ି ଚଲାଉଥିଲି। ଭୁବନେଶ୍ୱରରେ ଡ୍ରାଇଭର ମହାସଂଘରେ ମିଶିଲି। ମୋତେ ଭୁବନେଶ୍ୱର ଡ୍ରାଇଭର ମହାସଂଘର ଭାଇମାନେ ସାହାଯ୍ୟ ସହଯୋଗ ବହୁତ କଲେ, ଦେଖିଲେ, ସବୁ କଲେ। ହେଲେ ଗାଁକୁ ଆସିଲା ପରେ ଗାଁରେ ଥିବା ଡ୍ରାଇଭର ମହାସଂଘର ଭାଇମାନେ ସାହାଯ୍ୟ କରିବା ବଦଳରେ ଦେଖିବାକୁ ହେଲେ ଟିକେ ବି ଆସିଲେନି। ତମେ ତ ଭୁବନେଶ୍ୱର ଡ୍ରାଇଭର ମହାସଂଘରେ ମିଶିଥିଲ, ଆଉ ତମେ କ'ଣ ଗାଁରେ ମିଶିଥିଲ କି ତମକୁ ଦେଖିବାକୁ ଆସିଥାନ୍ତେ? ତମେ ଜାଣିନ, ଓଡ଼ିଶାରେ ଯୁଆଡ଼େ ଯିବ ଗୋଟିଏଟା ହେଉଛି ଡ୍ରାଇଭର ମହାସଂଘ। ସଂଘରେ ଏମିତି କିଛି ଭାଇ ଅଛନ୍ତି ସାହାଯ୍ୟ ସହଯୋଗ କରୁନାହାନ୍ତି, ସଂଘକୁ ଖାଲି ବଦନାମ କରୁଛନ୍ତି। ଆଉ ମହାସଂଘ ନାଁରେ ଏମିତି ବଦନାମୀ କଲେ କ'ଣ ଲାଭ ପାଇବେ? ଲାଭ କିଛି ନାହିଁ। ସେମାନେ ଭାବୁଛନ୍ତି ଯେ ମହାସଂଘଟା ଭାଙ୍ଗିଯାଉ। ମହାସଂଘଟା କ'ଣ ସହଜେ ଭାଙ୍ଗି ପାରିବ? ଆଉ କିଛି ଡ୍ରାଇଭର ଭାଇମାନେ ଆମର ପଦବୀରେ ଥାଇକି ବି ନଥିଲା ଭଳିଆ। କାହିଁକି, କ'ଣ ପାଇଁ? ଡ୍ରାଇଭର ମହାସଂଘର ନିୟମ ଅଛି, ଯିଏ ମଦ ପିଇକି ଗାଡ଼ି ଚଲେଇବ ତାକୁ ମହାସଂଘରୁ କଢ଼ା ହେଇଯିବ। ସଂଘରୁ ବାହାର କରିଦେଉଛନ୍ତି, ଭଲ କାମ କରୁଛନ୍ତି। ଯେଉଁ ଭାଇମାନେ ପଦବୀରେ ଅଛନ୍ତି ଡ୍ରାଇଭର ଭାଇମାନଙ୍କୁ ମହାସଂଘରେ ମିଶାଉଛନ୍ତି। ସଂଘରେ ମିଶିଲା ବେଳେ ମହାସଂଘର ଲୋଗୋଟାକୁ ଦେଉଛନ୍ତି, ଆଉ ସଂଘରୁ ଯେତେବେଳେ ବାହାର କରିଦେବେ ଏଇ ମହାସଂଘର ଲୋଗୋଟାକୁ କାଢ଼ିକି ରଖୁନାହାନ୍ତି। ସେ ଭାଇ ଜଣକ ଯେତେବେଳେ ମହାସଂଘରୁ ବାହାରି ପଡ଼ିବେ ତାଙ୍କ ମୁଣ୍ଡକୁ କ'ଣ କେତେବେଳେ ମୁଣ୍ଡକୁ ଢୁକିବ, ସେ ଯେତେବେଳେ ସାର୍ଟଟାକୁ ପୋଡ଼ିଦେବେ ଆଉ ସାର୍ଟରେ ଥିବା ଲୋଗୋଟାକୁ ବି ପୋଡ଼ିଦେବେ। ଆଉ କିଛି ଭାଇ ଅଛନ୍ତି ଭିଡ଼ିଓ କରିକି ସୋସିଆଲ ମିଡ଼ିଆରେ ଛାଡ଼ିଦେବେ। ଏମିତିରେ ବି ମହାସଂଘକୁ ବି ବଦନାମ କରିଦେଉଛନ୍ତି। ବର୍ଷା ପକେଇଲାଣି, ଘରକୁ ପଳେଇ ଆସ। ହଁ ହଉ ଚାଲ।